ବୁଦ୍ଧଦେବ ଯେଉଁଠି ବସୁଥିଲେ 3.5 କିଲୋମିଟର ବ୍ୟାସାର୍ଦ୍ଧର ଗୋଟେ ବିରାଟ ଲାଇଟ୍ ତାଙ୍କୁ ଘେରିକି ରହୁଥିଲା। ସେଇ ତାରି ଭିତରକୁ ଯିଏ ପ୍ରବେଶ କରୁଥିଲେ ସମସ୍ତଙ୍କ ମନରେ ଗୋଟେ ଶାନ୍ତି, ଆନନ୍ଦ ଆଉ ଚିତ୍ତବୃତ୍ତି ନିରୋଧ ହେଇଯାଉଥିଲା। ମନରେ କୌଣସି ଚିନ୍ତା ଆସୁନ। ଦେଖନ୍ତୁ, ଯେଉଁମାନେ ସାତ୍ତ୍ୱିକ ଭାବାପନ୍ନ, ଟିକେ ସରଳ ନିଷ୍କପଟ, ସେମାନେ ଜଗନ୍ନାଥକୁ କେତେ କଥା କହିବେ ବୋଲି ଭାବିକି ବସ୍ରେ କିଏ ଟ୍ରେନ୍ରେ କିଏ କାର୍ରେ ଯାଇଥାନ୍ତି। ଯେତେବେଳେ 22 ପାହାଚ ଚଢ଼ି ମହାପ୍ରଭୁଙ୍କର ନିକଟବର୍ତ୍ତୀ ହେଇଯାଆନ୍ତି, ସେଇ ଚକା ଆଖିକୁ ଦେଖନ୍ତି, ପ୍ରାୟ ଲୋକ ସବୁ ଭୁଲି ଯାଆନ୍ତି। କାହିଁ ପ୍ରଭୁଙ୍କର କୃପା, ମାନେ ଏତେ ବଡ଼ ଆଲୋକ ପାଖକୁ ଗଲେ ସେଠି ମଣିଷ କ'ଣ ହେଇଯାଏ ନା ଆଉ କିଛି ମନେ ପକେଇ ପାରେ ନାହିଁ, ସବୁକିଛି ସେ ଭୁଲିଯାଏ। କେବଳ ତାଙ୍କୁ ଦେଖି ହତବିମ୍ବ ହୋଇ ପଡ଼େ, ଆଶ୍ଚର୍ଯ୍ୟ ହୋଇ ପଡ଼େ।